କାହାଣୀ ମୃତ ସୈନିକଙ୍କ ଦେଶ ସୁରକ୍ଷା। ପଞ୍ଜାବର କପୁରଥଲା ଜିଲ୍ଲାରେ ଜନ୍ମିତ ହରଭଜନ ସିଂ 1965 ମସିହାରେ ଭାରତୀୟ ସୈନ୍ୟ ବିଭାଗରେ ଜଣେ ସାଧାରଣ ସିପାହୀ ରୂପେ ଯୋଗ ଦେଲେ। ସିକ୍କିମର ଭାରତ ଚୀନ ସୀମାରେ ତାଙ୍କୁ ମୁତୟନ କରାଗଲା। 14,500 ଫୁଟ ଉଚ୍ଚ ଦୁର୍ଗମ ଅସ୍ୱାସ୍ଥ୍ୟକର ଉଚ୍ଚଭୂମିରେ ମୁତୟନ ଥିବା ସୀମା ସୁରକ୍ଷା ବାହିନୀକୁ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ ଯାଉଥିବା ବେଳେ ଦିନେ ସଂକୀର୍ଣ୍ଣ ଗିରିପଥରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପର୍ବତ ତଳକୁ ପଡ଼ିଗଲେ। ତଳେ ପ୍ରବାହିତ ଖରସ୍ରୋତା ନଦୀରେ ପଡ଼ି ମୃତ୍ୟୁବରଣ କଲେ। ଏହାପରେ ଭାରତୀୟ ସେନା ବହୁତ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କ ମୃତ ଶରୀରକୁ ଠାବ କରିପାରିଲେ ନାହିଁ। ହରଭଜନଙ୍କ ଅନ୍ତରଙ୍ଗ ବନ୍ଧୁ ପ୍ରୀତମ ସିଂ ସ୍ୱପ୍ନରେ ହରଭଜନଙ୍କର ମୃତ ଶରୀର ପଡ଼ିଥିବା ସ୍ଥାନ ବିଷୟରେ ଜାଣିପାରିଲେ। ତାପରେ ସେଠାରୁ ତାଙ୍କ ଶବକୁ ଅଣାଯାଇ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଗଲା ଏବଂ ତାଙ୍କ ସ୍ୱପ୍ନାଦେଶ ଅନୁସାରେ ତାଙ୍କ ପାଇଁ ଏକ ସମାଧି ପୀଠ ମଧ୍ୟ ନିର୍ମାଣ ହେଲା। ମରିଗଲା ପରେ ମଧ୍ୟ ଦେଶପ୍ରେମରେ ପାଗଳ ସିପାହୀ ହରଭଜନ ସୀମାନ୍ତରେ ପହରା ଦେବା କଥା କେବଳ ତାଙ୍କ ସାଥୀ ସୈନ୍ୟମାନେ ନୁହେଁ ବରଂ ଚୀନ ସୈନ୍ୟମାନେ ମଧ୍ୟ ଅନୁଭବ କଲେ। ଏସବୁ କାରଣରୁ ଭାରତୀୟ ସେନା ବିଭାଗ ତଥ୍ୟ ଓ ପ୍ରମାଣ ଆଧାରରେ ତାଙ୍କୁ ସିପାହୀର ସମସ୍ତ ସୁବିଧା ଦରମା ଛୁଟି ପଦୋନ୍ନତି ଆଦିର ବ୍ୟବସ୍ଥା କଲେ। ସିପାହୀରୁ ତାଙ୍କୁ କ୍ୟାପ୍ଟେନ୍ କରାଗଲା। ପ୍ରତିବର୍ଷ 2 ମାସ ପାଇଁ ତାଙ୍କୁ ଛୁଟି ଦିଆଗଲା। ତାଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରସ୍ତୁତ କରାଗଲା। ପ୍ରତିଦିନ ହରଭଜନଙ୍କ ସେଜ ଝାଡ଼ି ପକାଇବା, ତାଙ୍କର ଜୋତା ପଲିସ କରିବା ଓ ପୋଷାକ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲା। ହରଭଜନଙ୍କ ଜୋତା ସଫା କରି ରଖୁଥିବା କର୍ମଚାରୀ କହନ୍ତି, ଆମ କ୍ୟାପ୍ଟେନ୍ ସାହେବଙ୍କ ଜୋତା ସବୁଦିନ ଆମେ ସଫା କରି ରଖୁ, କିନ୍ତୁ ତା ପରଦିନ ସେଥିରେ ମାଟି କାଦୁଅ ଲାଗିଥିବାର ଦେଖାଯାଏ। ତାଙ୍କ ଖଟର ବେଡ଼ସିଟ୍ ଆମେ ଠିକ୍ ଭାବରେ ପକାଇ ଆସିଥାଉ, କିନ୍ତୁ ସକାଳେ ଦେଖିଲା ବେଳକୁ ତାହା ଲୋଚାକୋଚା ହୋଇଥାଏ। ଏଭଳି ଅନେକ ସାଂକେତିକ ସୂଚନା ସମସ୍ତେ ଉପଲବ୍ଧି କରୁଥିଲେ। ଦେଶପ୍ରେମରେ ଉଦ୍ବୁଦ୍ଧ ସେହି ଦିବଂଗତଙ୍କୁ ଏବେ ସେବା କାର୍ଯ୍ୟରୁ ଅବସର ଦିଆଯାଇଛି। ନାଥୁଲା ଠାରେ ତାଙ୍କର ଏକ ମନ୍ଦିର ଅଛି, ଯାହା ଦର୍ଶନାର୍ଥୀ ଓ ପର୍ଯ୍ୟଟକଙ୍କୁ ବିଶେଷ ଚମତ୍କାର ପାଇଁ ଆକୃଷ୍ଟ କରେ। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।